ଶୁଣା ଶୁଣା ସୁଜ୍ଞ ଜନ ଦେଇ କରି ମନ ଗରୁଡ଼ ପୁରାଣ କଥା କର ହେ ଶ୍ରବଣ। कश्यप ऋषिଙ୍କ ତେର कश्यप ऋषिଙ୍କର ଯେ ଯେ ଥିଲେ ଦୁଇ ପତ୍ନୀ ଶ୍ରେଷ୍ଠ ହେଲେ ଶୁଣ ସାଧୁ ମନେ। ଗରୁଡ଼ ପୁରାଣର କଥା ତମକୁ ବୁଝେଇବାର କହିଛି। ଗରୁଡ଼ ପୁରାଣ କଥା କହୁଛ ବୋଇଲେ କଶ୍ୟପ ପଢ଼ିକରି ଜଣେ ଋଷି ମୁନିଟି ଋଷିମୁନି ଥିଲି ତାଙ୍କର 13ଟା ପତ୍ନୀ ଥିଲେ। 13ଟା ପତ୍ନୀ ଥିଲି 13ଟା ପତ୍ନୀ ଭିତରୁ ଦୁଇଟା ପତ୍ନୀ ହେଲେ ଶ୍ରେଷ୍ଠ। ପାଷାଣୀକୁ ବହୁତ ଭଲ ପାଉଥିଲେ। ହଁ ହଁ ତାଙ୍କର ନାଁ ଗୋଟିକର ନାଁ ହଉଛି କଦ୍ରୁ କଦ୍ରୁ ଏବଂ ଅନ୍ୟଟିର ନାଁ ହଉଛି ବିନିତା। ତ ଦିନେ ଋଷିମୁନିଙ୍କୁ କାଣା ବର ମାଗିଥିଲେ ଜାଣିଛ? କାଣା ବର ମାଗଲି ଆଗ ବିନି କଦ୍ରୁ ଯେ ବୋଲ ଈଶ୍ୱର ଆହେ ଆହେ ପ୍ରାଣନାଥ ଶହେ ପୁତ୍ର ଜନ୍ମ ହେବ ମୋହର ରସ। বিনিতা বলে শুন আহে প্রাণ ধন ধন গোটিয়ে পুয় জন্মিব তিনি ব্রহ্মাণ্ডে